ଗୋଟିଏ ରାଜ୍ୟରେ ଜଣେ ସାଧବ ଘର ଥିଲା। ତାହାର ବହୁତ ସମ୍ପତ୍ତି ଥିଲା। ସାଧବାଣୀ ସାତ ପୁଅ ସାତ ବୋହୂ ଘେନି ଘର କରୁଥାଏ। କେତେ ଦିନ ଉତ୍ତାରୁ ଆଶ୍ୱିନ ଅମାବାସ୍ୟା ହେଲା। ସାଧବାଣୀ ସାତ ବୋହୂଙ୍କୁ କହିଲା, ଆଜି ଆରଦ୍ରା ଅମାବାସ୍ୟା, ବଜ୍ର ମହାକାଳୀ ବ୍ରତ, ଘରଦ୍ୱାର ଲିପାପୋଛା କର, ଝୋଟି ଦିଅ। ଏହା ଶୁଣି ବୋହୂମାନେ ଲିପାପୋଛା କରି ଝୋଟି ଦେଲେ। ଚାଉଳ ବିରି ବତୁରାଇଲେ, ଦୁବ 7 ଗୋଟି କଲେ, ହଳଦୀ 7 ଗୋଟି କଲେ, ଅରୁଆ ଚାଉଳ 7 ଗୋଟି କଲେ, ସୁବର୍ଣ୍ଣର ପୁସ୍ତା ଗୁଡ଼ାଇ ଆଣିଲେ। ସାନ ବୋହୂକୁ ଶାଶୁ କହିଲା, ଚାଉଳ ଛାଣି କରି ରଖ, ଚୁନା କୁଟା ହେବ। ଏହା ଶୁଣି ସାନ ବୋହୂ ଚାଉଳ ଛାଣିବାକୁ ଗଲା। ସେ ଛାଣୁ ଛାଣୁ 2 ଗୋଟି ଚାଉଳ ତୁଣ୍ଡରେ ପକାଇଦେଲା। ଏହା କାହାରିକୁ ଜଣା ନାହିଁ। ସେ ସମୟରେ ବଜ୍ର ମହାକାଳୀ ଦେବୀ ବାହାରି ହୋଇ କହିଲେ, ତା ହାତ ଦୁଇଟିକୁ ଧରି ପକାଇଲେ, କିଲୋ ଚଣ୍ଡାଳୁଣୀ, ମୋର ଅମୁଣିଆ ଅଇଁଠା କଲୁ, ତୋ ଶାଶୁକୁ ଆଗେ କହିବି। ଶାଶୁ ବୋହୂ କହିଲା, ମାଗୋ, ମୁଁ ନ ଜାଣି ଦୋଷ କଲି, ମୋର ଅପରାଧ କ୍ଷମା କର। ମୋତେ ଯାହା ଆଜ୍ଞା କରିବ ତାହା ମୁଁ ଆପଣଙ୍କୁ ଦେବି। ତୁମେ ମୋ ଶାଶୁ ଆଗରେ କହିବ ନାହିଁ। ଏହା ଶୁଣି ବଜ୍ର ମହାକାଳୀ କହିଲେ, ତୁ ସତ୍ୟ କର। ସାଧବ ବୋହୂ ସତ୍ୟ କଲା, ତୋ ଗର୍ଭରେ ଯେତେ ସନ୍ତାନ ହେବ ତାହା ମୋତେ ଦେବୁ। ସାଧବ ବୋହୂ ଦେବି ବୋଲି କହିଲା। ଏହା ଶୁଣି ମହାକାଳୀ ଅନ୍ତର୍ଦ୍ଧାନ ହେଲେ। ତହୁଁ ସାଧବ ଘର ସାନ ବୋହୂ ଚାଉଳ ନେଇ କୁଟାଇଲେ। ଆରଦ୍ରା ହାଣ୍ଡି ବସାଇଲେ। ଆରଦ୍ରା ସିଝିଲା ନାହିଁ, କଞ୍ଚା ରହିଲା। ସାନ ବୋହୂ ଠାକୁରାଣୀଙ୍କୁ ସ୍ମରଣ କଲା। ଠାକୁରାଣୀ କହିଲେ, କି ହେତୁ ସ୍ମରଣ କଲୁ? ଆରଦ୍ରା ହାଣ୍ଡି ନ ସିଝିବାରୁ ସ୍ମରଣ କଲି। ଠାକୁରାଣୀଙ୍କ ଦୟା ବସିଲା। ଆରଦ୍ରା ହାଣ୍ଡି ଯାଇ ଦେଖିଲା, ଆରଦ୍ରା ସିଝିଲା। ଠାକୁରାଣୀ ଅନ୍ତର୍ଦ୍ଧାନ ହୋଇଗଲେ। ସାନ ବୋହୂ ଦେଖିଲା ବେଳକୁ ଆଉ କେହି ନାହାନ୍ତି। ସେ ଆରଦ୍ରା ଯାଇ ଦେଖିଲା, ଆରଦ୍ରା ସିଝି ଶୀତଳ ହୋଇଯାଇଛି। ଏହା ଦେଖି ଆନନ୍ଦିତ ହେଲା। ଶାଶୁ କହିଲେ, ଆଲୋ ବୋହୂ, ସବୁ ହେଲା ପରା, ଆଣ, ବ୍ରାହ୍ମଣ ଆସିଲେଣି, ପୂଜା କରିବା। ବ୍ରାହ୍ମଣ କଥା କହି ବସିଲେ। ସାଧବାଣୀ ଓଷା ପୂଜି ବସିଲେ। ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ବାନ୍ଧିଲେ, ମାଣିକରେ ଦୀପ ଜାଳିଲେ, ପୋଟକ ପାହାଡ଼ା ପାରିଲେ, ହଳଦୀ ପାଲମା ଲଗାଇ ଶିଳପୁଆକୁ ବସାଇଲେ, ପଞ୍ଚାମୃତରେ ସ୍ନାନ କରାଇଲେ, ହଳଦିଆ ପାଟ ପିନ୍ଧାଇଲେ, ଫୁଲ ଚନ୍ଦନ ଦେଲେ, କଳା ସିନ୍ଦୂର ଧୂପ ଦୀପ ଦେଇ ପୂଜା କଲେ। ବଜ୍ର ମହାକାଳୀଙ୍କୁ ସ୍ଥାପନ କଲେ। ଧାନ ଗଛ, ଓଲ ଗଛ, ବଜ୍ରମୂଳୀ ଓ ଆଖୁ ଗଛ, ଅଁଳା ଗଛ, ବେଲ ଡାଳ ବାଢ଼ିଲେ। କଦଳୀ ନଡ଼ିଆ ରଖି ମହାକାଳୀଙ୍କୁ ସୁବର୍ଣ୍ଣ ପୁସ୍ତା ଲଗାଇଲେ। କଖାରୁ ପତ୍ରରେ 7 ଗୋଟି ପକାଇ ଆରଦ୍ରା ବାଢ଼ିଲେ। ନିଶଙ୍ଖୁଡ଼ି ଶଙ୍ଖୁଡ଼ି ବାଢ଼ିଲେ। 7 ଶାଗ ତୁଣ ବାଢ଼ିଲେ। ଠାକୁରାଣୀଙ୍କୁ ନୈବେଦ୍ୟ କଲେ। କଥା ଶୁଣିଲେ। କଖାରୁ ପତ୍ର 7 ଗୋଟି ରଖିଲେ। ପୁଅ ଝିଅ ନାତି ନାତୁଣୀ ଡକାଇଲେ। କଥା ଶୁଣିସାରି ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇ ବିଦାୟ କଲେ। ସେହି ପ୍ରସାଦକୁ ସମସ୍ତେ ବାଣ୍ଟି ଖାଇଲେ। ସାହି ପଡ଼ିଶାମାନଙ୍କୁ ପ୍ରସାଦ ଦେଲେ। ଏଥିଉତ୍ତାରୁ କେତେ ଦିନ ଗଲା ପରେ ସାନ ବୋହୂ ଗର୍ଭବାସ ହେଲା। ଦେଖୁ ଦେଖୁ 10 ମାସ ସମ୍ପୂର୍ଣ୍ଣ ହେଲା। ବୋହୂ ଶାଶୁକୁ କହିଲା, ମୋର ପେଟ ବ୍ୟଥା ହେଉଛି। ଶାଶୁ ଧାଇ ପରିବାର ଲଗାଇଲେ। ପୁଅ ଜନ୍ମ ହେଲା। ନାଭି କାଟିଲେ, ଚନ୍ଦନ କାଠ ଏନ୍ତୁଡ଼ି କଲେ, ଧାଇ ଲଗାଇଲେ। 3 ଦିନ ଗଲା। 4 ଦିନରେ ଦୁଧ ତରୁଣୀ କଲେ। 5 ଦିନ ପଞ୍ଚୁଆତି କଲେ। 6 ଦିନ ଷଷ୍ଠୀ ପୂଜା କଲେ। ସେହିଦିନ ସନ୍ଧ୍ୟାବେଳକୁ ଠାକୁରାଣୀ ଆସି ପ୍ରବେଶ କଲେ। ପୁଅଟିକୁ ମାଗି କହିଲେ, କିଲୋ, ପୂର୍ବରେ ସତ୍ୟ କରିଥିଲୁ, ପାସୋରି ଦେଲୁ କି? ତାହା ଶୁଣି ସାଧବ ଘର ବୋହୂ ମନେ କଲା, ମୁଁ ସତ୍ୟ କରିଛି, ନ ଦେଲେ ସତ୍ୟଭଗ୍ନ ହେବି। ସେ ଠାକୁରାଣୀଙ୍କ ହସ୍ତକୁ ପୁଅଟିକୁ ବଢ଼ାଇ ଦେଲା। ଠାକୁରାଣୀ ହସ୍ତ ପସାରି ପୁଅଟିକୁ ଘେନିଗଲେ। କିଛି ସମୟ ପରେ ଶାଶୁ ଯାଇ ଦେଖିଲା ବେଳକୁ ପୁଅ ନାହିଁ। ବୋହୂକୁ ପଚାରିଲା, ପୁଅ କାହିଁ? ସାଧବ ବୋହୂ କହିଲା, ମୁଁ ଶୋଇଥିଲି, ପୁଅକୁ କିଏ ଘେନିଗଲା। ଘର ଗମ୍ଭୀରି, ସାହି ପଡ଼ିଶା ସବୁ ଖୋଜିଲେ, କେଉଁ ସ୍ଥାନରେ ନାହିଁ। ଶାଶୁ ବୋହୂକୁ ଠଣାଏ ମାରିଲା।
ବୋହୂ କାନ୍ଦି କାନ୍ଦି ତୁନି ହୋଇ ରହିଲା। ଏହିପରି ବର୍ଷକୁ ବର୍ଷ ସାଧବ ବୋହୂ 6 ପୁଅ ଜନ୍ମ କଲା। ସେ ଠାକୁରାଣୀଙ୍କୁ ବଢ଼ାଇ ଦେଇ ତୁନି ହୋଇ ରହୁଥାଏ। ଏଥି ଉତ୍ତାରୁ ସପ୍ତମ ଗର୍ଭ ହେଲା। 10 ମାସ 10 ଦିନ ହେଲା ପେଟ ବ୍ୟଥା ହେଲା। ସେଦିନ ଆଶ୍ୱିନ ମାସ ପୋଲୋରୀ ଅମାବାସ୍ୟା ହେଇଛି। ସାଧବ ବୋହୂ ଶାଶୁକୁ କହିଲା, ମୋର ପେଟ ବ୍ୟଥା ହେଉଛି। ଶାଶୁ ବୋହୂକୁ କହିଲା, ଆଲୋ ପିଲା ଖାଇ ଡାହାଣୀ, ମୋର ଘରୁ ବାହାରି ଯା। ମୁଁ ଠାକୁରାଣୀଙ୍କ ପୂଜାରେ ବସିଛି, ମୋ ଅମୁଣିଆ ଅପତିଷ୍ଠା ହେବ। ଏହା କହି ଶାଶୁ ବୋହୂକୁ ଘରୁ ବାହାର କରିଦେଲା। ମେଘ ଅନ୍ଧାର ହୋଇଛି, ପାଣି ବରଷୁଛି, କୁଆଡ଼େ ଯିବି ଭାବି କାନ୍ଦି କାନ୍ଦି ବନସ୍ତକୁ ଗଲା। ମହାକାଳୀଙ୍କ ଦୟା ଆସିଲା। ସେ ବୁଢ଼ୀ ରୂପରେ ଆସି ପଚାରିଲେ, କିଏ ସେ? ତୁ ଏ ବର୍ଷା ରାତିରେ କେଉଁଆଡ଼େ ଯିବୁ? ଏହା ଶୁଣି ସାନ ବୋହୂ କହିଲା, ମୋ ଦୁଃଖ କହିଲେ କିଏ ସେ ଫେଡ଼ିବ ଯେ ମୁଁ କହିବି? ମହାକାଳୀ କହିଲେ, ତୋ ଦୁଃଖ ମୁଁ ଫେଡ଼ିବି, କହ। ସାନ ବୋହୂ କହିଲା, ମୁଁ ସାଧବ ଘର ସାନ ବୋହୂ। ମୋ ଶାଶୁ ପୋଲୋରୀ ଅମାବାସ୍ୟା କରୁଥାନ୍ତି। ଆରଦ୍ରା କରିବାକୁ ଚାଉଳ ଦେଲେ। ଚାଉଳ ବତୁରାଇଲି। ଛାଣୁ ଛାଣୁ 2 ଗୋଟି ଚାଉଳ ତୁଣ୍ଡରେ ପକାଇଦେଲି। ଠାକୁରାଣୀ କୋପ କରି ମୋ ହାତ ଧରି ପକାଇଲେ। କହିଲେ, କିଲୋ କେଡ଼େ କର୍ମ କଲୁ? ମୋ ଅମୁଣିଆ ଅଇଁଠା କଲୁ। ତୋ ଶାଶୁକୁ କହିବି। ମୁଁ କହିଲି, ତୁମେ ମୋତେ ଯାହା ମାଗିବ ତାହା ନିଶ୍ଚୟ ଦେବି। ତୁମେ ମୋ ଶାଶୁକୁ କୁହ ନାହିଁ। ଏହା ଶୁଣି ଠାକୁରାଣୀ କହିଲେ, ତୁ ସତ୍ୟ କର। ମୁଁ ସତ୍ୟ କଲି। ସେ କହିଲେ, ତୋର ଯେତେ ଗର୍ଭ ହେବ ମୋତେ ସବୁ ଦେବୁ। ମୁଁ କହିଲି, ଦେବି। ଏହିପରି 6 ପୁଅଙ୍କୁ ଠାକୁରାଣୀଙ୍କୁ ଦେଲି। ଏବେ 7 ଗର୍ଭ ବେଳକୁ ଶାଶୁ ଘରୁ ମୋତେ ଘଉଡ଼ି ଦେଲେ। କୁଆଡ଼େ ଯିବି ବୋଲି କାନ୍ଦୁଛି। ତୁମେ ପଚାରିବାରୁ କହିଲି। ଏହା ଶୁଣି ଠାକୁରାଣୀ କହିଲେ, ତୁ ମୋତେ ଅଇଁଠା ଦେବାରୁ ମୁଁ ତୋତେ ଏତେ କଷ୍ଟ ଦେଲି। ଆସେ ଆମ୍ଭ ଘରକୁ ଯିବା। ମହାକାଳୀ ସାଧବ ବୋହୂଙ୍କୁ ଘରକୁ ନେଲେ। ଧାଇ ପୋଇଲି ଲଗାଇଲେ। ପୁତ୍ର ଜନ୍ମ ହେଲା। ନାଭି କାଟିଲେ। ଚନ୍ଦନ କାଠ ଏନ୍ତୁଡ଼ି କଲେ। ପୁତ୍ରକୁ ସ୍ନାନ କରାଇଲେ। ପାଟର ସେଜ କଲେ। 5 ଦିନ ପଞ୍ଚୁଆତି କଲେ। 6 ଦିନ ଷଷ୍ଠୀ ଘର କଲେ। 8 ଦିନ ଆଠୁଆରୀ କଲେ। 12 ଦିନ ବାରରାତ୍ର କଲେ। 21 ଦିନ ହାତ ଗୋଡ଼ରେ ଖଡ଼ୁ ପିନ୍ଧାଇ ହରିଡ଼ା ମାଳି ଲଗାଇଲେ। ନାମକରଣ କରି ଦେଇ ବାକି 6 ପୁତ୍ରଙ୍କୁ ସମର୍ପି ଦେଲେ। ସୁନା ଅଳଙ୍କାରରେ ପୁଅମାନେ ପରିପୂର୍ଣ୍ଣ ହୋଇଛନ୍ତି। ପୁତ୍ରମାନଙ୍କୁ ଦେଖି ମା ଆନନ୍ଦ ହେଲା। ଠାକୁରାଣୀ କହିଲେ, ଆଲୋ ସାଧବ ବୋହୂ, ତୋ ପୁଅମାନଙ୍କୁ ନେଲୁ। ଏବେ ତୁମ ପତିପତ୍ନୀଙ୍କୁ ଏକାଠି କରାଇଦେବି। ମା ପିଲାଙ୍କୁ ପାଟରତ୍ନ ଦେଲେ। ପାଲିଙ୍କିରେ ବସି ସାଧବ ବୋହୂ ଘରକୁ ଆସୁଛନ୍ତି। ବାଟ ହାଟରେ ଲୋକେ ପଚାରିଲେ, କିଏ ଆସୁଛନ୍ତି? ସାଧବ ଘର ସାନ ବୋହୂ ଆସୁଛି। ଗ୍ରାମ ଲୋକେ ଧାଇଁ ଯାଇ ସାଧବାଣୀକି କହିଲେ, ତୁମ୍ଭର ସାନ ବୋହୂ 7 ପୁତ୍ର ଧରି ଆସୁଛନ୍ତି। ଶାଶୁ ଆସି ଦାଣ୍ଡ ଦୁଆରେ ଦେଖିଲା ନାତିମାନେ ଆସୁଛନ୍ତି। ସେ ପିଲାମାନଙ୍କୁ କୁଣ୍ଢାଇ ଧରି ଘରକୁ ନେଲା। ବୋହୂକୁ ମଧ୍ୟ ନେଲା। ସାଧବାଣୀ ବୋହୂଙ୍କୁ ପଚାରିଲା, ଏ ପିଲାଙ୍କୁ କେଉଁଠୁ ପାଇଲୁ? ତାହା ଶୁଣି ବୋହୂ କହିଲା, ତୁମେ ଯେ ପୋଲୋରୀ ଓଷା କରିଥିଲ, ମୁଁ ନ ଜାଣି ଚାଉଳ 2 ଗୋଟି ତୁଣ୍ଡରେ ପକାଇଦେଲି। ବଜ୍ର ମହାକାଳୀ ମୋ ହାତ ଦୁଇଟିକୁ ଧରି ପକାଇ କହିଲେ, ତୋ ଶାଶୁକୁ ମୁଁ କହିବି। ତୁ ମୋ ଅମୁଣିଆ ଅଇଁଠା କଲୁ। ମୁଁ କହିଲି, ତୁମ୍ଭେ ଯାହା ମାଗିବ ମୁଁ ତାହା ଦେବି। ତୁମେ ମୋ ଶାଶୁକୁ କୁହ ନାହିଁ। ମହାକାଳୀ କହିଲେ, ତୁ ସତ୍ୟ କର। ମୁଁ ସତ୍ୟ କଲି। ସେ କହିଲେ, ତୋର ଯେତେ ଗର୍ଭ ହେବ ମୋତେ ଦେବୁ। ମୁଁ ହଁ କରି ଦେଲି। ଏଥି ଉତ୍ତାରୁ ଗର୍ଭରେ ପୁତ୍ର ଜନ୍ମ ହେଲା। ସେ ହସ୍ତ ପ୍ରସାରି ଏପରି 6 ପୁଅଙ୍କୁ ଘେନିଗଲେ। 7 ଗର୍ଭ ବେଳକୁ ତୁମେ ମୋତେ ଘରୁ ବାହାର କରିଦେଲ। ମୁଁ କାନ୍ଦି କାନ୍ଦି ଯାଉଥିଲି। ମହାକାଳୀଙ୍କ ଦୟା ହେବାରୁ ତାଙ୍କ ଗୃହକୁ ମୋତେ ଘେନିଯାଇ ଦିବ୍ୟପୁରରେ ରଖିଲେ। ପୁତ୍ର ଜନ୍ମ ହେଲା। ଧାଇ ପରିବାର ଲଗାଇଲେ। 21 ରାତ୍ର ହେଲା ଉତ୍ତାରୁ କହିଲେ,
ତୁମ୍ଭେ ଘରକୁ ଯାଅ, ଗୃହସ୍ଥ ଭାରିଜା ଏକଠାବ ହୋଇ ରହ। ଏହା କହି ପୁତ୍ରମାନଙ୍କୁ ଅଳଙ୍କାର ପାଟପତନି ଦେଇ ସମର୍ପଣ କରିଦେଲେ। ସେ କହିଲେ, ତୋର ସତ୍ୟ ଜାଣିବା ପାଇଁ ଏହିପରି କଲି। ତୁ ପୋଲୋରୀ ଅମାବାସ୍ୟା ଦିନ ବଜ୍ର ମହାକାଳୀ ପୂଜା କରୁଥିବୁ। ସେହିଦିନଠାରୁ ସାଧବଙ୍କ ଠାରୁ ଓଷା ବିଖ୍ୟାତ ହେଲା। ସାଧବ ଘରର ନାତିନାତୁଣୀମାନେ ବଜ୍ର ହୋଇଲେ। ଇନ୍ଦ୍ର ସମ୍ପତ୍ତି ଭୋଗ କଲେ। ସେହିଦିନଠାରୁ ବଜ୍ର ମହାକାଳୀଙ୍କ ପୋଲୋରୀ ଓଷା ସଂସାରରେ ବିଖ୍ୟାତ ହେଲା। ଏହି ଓଷା କଲେ ଅପୁତ୍ରିକ ନାରୀର ପୁତ୍ର ପ୍ରାପ୍ତ ହେବ, ନିର୍ଧନଙ୍କୁ ଧନ ପ୍ରାପ୍ତ ହେବ। ଯେ ଯାହା ମନାସିବ ବିଧିମତେ ଏ ଓଷା କଲେ ତାହାକୁ ବଜ୍ର ମହାକାଳୀ ଦୟାକରି ସକଳ ପ୍ରାପ୍ତ କରାନ୍ତି। ଇତି ବଜ୍ର ମହାକାଳୀ ପୋଲୋରୀ ଓଷା କଥା ସମ୍ପୂର୍ଣ୍ଣ। ଜୟ ମହାକାଳୀ, ଜୟ ବଜ୍ର ମହାକାଳୀ ମା।